ଶ୍ରମ ବିନା ସୃଷ୍ଟି ନାହିଁ, ପରିଶ୍ରମ ବିନା ସଫଳତା ନାହିଁ। ଜୟ ଜଗନ୍ନାଥ, ଜୟ ବିଶ୍ୱକର୍ମା। ମୁଁ ଲୁସି ଡୁଡୁ ଭାଇକୁ ସ୍ୱାଗତ କରୁଛି ଗୋଟେ ନୂଆ କଥା ମାଧ୍ୟମରେ। ଆଜିର ପବିତ୍ର ଦିନଟି ହେଉଛି ବିଶ୍ୱକର୍ମା ପୂଜା। ଏହା ଶ୍ରମ, ସୃଜନ ଓ ପରିଶ୍ରମର ପୂଜା। ଆଜି ହେଉଛି କାରଖାନା, କାମଘର, ଅଫିସ, ଦୋକାନ, ସାଇକେଲଠୁ ଆରମ୍ଭ କରି ବଡ଼ ବଡ଼ ମେସିନ୍ ପର୍ଯ୍ୟନ୍ତ ସଜା ହେଇଛି। କାହିଁକିନା ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା। ବିଶ୍ୱକର୍ମାକୁ ଦେବଶିଳ୍ପୀ ବୋଲି କୁହାଯାଏ। ସେ ହେଉଛନ୍ତି ଯନ୍ତ୍ର, ଶିଳ୍ପ, ସ୍ଥାପତ୍ୟ ଓ ସୃଜନର ଦେବତା। ଆମେ ଯେଉଁ ସାଧନାରେ କାମ କରୁଛୁ, ସେହି ସାଧନାମାନେ ଆମକୁ ଆଗକୁ ବଢ଼ାଇଥାଏ। ତେଣୁ ଆଜି ଆମେ ସେମାନଙ୍କୁ ପବିତ୍ର କରିକି ପୂଜା କରୁଛୁ। ବିଶ୍ୱକର୍ମା ପୂଜା ଆମକୁ ଶିଖାଏ କାମ କରିବା ମାନେ ପୂଜା କରିବା। ଶ୍ରମରେ ଶ୍ରୀ ମାନେ ସତ୍ୟରେ ଶକ୍ତି। ସୃଜନ ଓ ପରିଶ୍ରମରେ ଲୁଚିକି ରହିଛି ଦେବତ୍ୱ। ମାନେ ଆମ ଯେଉଁ ପରିଶ୍ରମ କରୁଛୁ, ସେଇ ପରିଶ୍ରମ ପଛରେ ଆମର ଦେବତା ଅଛନ୍ତି। ଆସନ୍ତୁ ଆଜି ସମସ୍ତେ ମିଶି ବିଶ୍ୱକର୍ମାକୁ ଗୋଟେ ପ୍ରାର୍ଥନା କରିବା। ହେ ବିଶ୍ୱକର୍ମା, ଆମ କାର୍ଯ୍ୟରେ ସଦା ସଫଳତା ଦିଅ। ଶିଳ୍ପ ଓ ଶ୍ରମରେ ଉନ୍ନତି ଦିଅ। ସମାଜକୁ ସୃଜନଶୀଳତା ଓ ଶାନ୍ତିରେ ପୂର୍ଣ୍ଣ କର। ସମସ୍ତଙ୍କୁ ଶୁଭ ବିଶ୍ୱକର୍ମା ପୂଜା।